ସମସ୍ତଙ୍କ ସହ ମିଶିକି ରୁହ କିନ୍ତୁ ଅଲଗା ରୁହ। ଏଠାରେ ଅଲଗାର ଅର୍ଥ ଏହା ନୁହେଁ କି ସମସ୍ତଙ୍କ ଠାରୁ ଭିନ୍ନ ହୋଇ ରହିବା। ଅଲଗାର ଅର୍ଥ ଏହା କି ସମସ୍ତଙ୍କ ଅପେକ୍ଷା ଭିନ୍ନ ରହିବା। ଯାହା ସମସ୍ତେ କରନ୍ତି ତାହା ନ କରି ତୁମେ ତାହା କର ଯାହା ସମସ୍ତଙ୍କ ପାଖରେ ଭିନ୍ନ ପରିଚୟ ସୃଷ୍ଟି କରିବ। ଯେପରି ତୁମେ ଭିଡ଼ରେ ହଜି ନଯାଅ, ବରଂ ଭିଡ଼ ଭିତରେ ତୁମେ ଅଲଗା ଦେଖାଯାଅ। ତୁମର କଥା କହିବାର ଶୈଳୀ ଏବଂ ତୁମର କାର୍ଯ୍ୟ କରିବାର ତରିକା ସମ୍ପୂର୍ଣ୍ଣ ସମସ୍ତଙ୍କ ଠାରୁ ଭିନ୍ନ ହେବା ଦରକାର। ମନର ଶୁଣ କିନ୍ତୁ ବୁଦ୍ଧିର ଟିକେ ଅଧିକ ଶୁଣ। ସରଳ ଜୀବନଶୈଳୀ ଆପଣାଅ କିନ୍ତୁ ଚାଲାକପୂର୍ଣ୍ଣ ବିଚାରକୁ କେବେ ଛାଡ଼ ନାହିଁ। ସମସ୍ତଙ୍କୁ ଭଲ ପାଅ କିନ୍ତୁ କାହାକୁ ସହଜରେ ବିଶ୍ୱାସ କର ନାହିଁ। ଚାଲନ୍ତୁ ଜାଣିବା ବୁଦ୍ଧିମାନ ମଣିଷର ଲକ୍ଷଣ କ'ଣ କ'ଣ ହୋଇଥାଏ। ଜଣେ ବୁଦ୍ଧିମାନ ମଣିଷ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଥାଏ, ଠିକ୍ ସମୟରେ ଉଚିତ କାର୍ଯ୍ୟ କରିଥାଏ ଏବଂ ଠିକ୍ ସମୟରେ ହିଁ କଥା କହିଥାଏ। ବୁଦ୍ଧି ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ମିଳେ ନାହିଁ, ସେଠାରେ ତ ଜ୍ଞାନ ମିଳିଥାଏ। ସେହି ଜ୍ଞାନକୁ ଠିକ୍ ସେ ଉପଯୋଗ କରିବା ହିଁ ବୁଦ୍ଧି ହୋଇଥାଏ। ଏପରି ମଣିଷ ଯିଏ କଠିନ ସମସ୍ୟା ଦେଖି ଡରି ନଥାଏ, ବରଂ କୌଣସି ବି ସମସ୍ୟାକୁ ସହଜରେ ସମ୍ଭାଳିବାର କ୍ଷମତା ରଖିଥାଏ, ତାକୁ ହିଁ ବୁଦ୍ଧିମାନ କୁହାଯାଏ। ଗଣେଶଙ୍କୁ ଆଗରୁ ଜଣାଥିଲା କି ସିଏ କାର୍ତ୍ତିକେୟଙ୍କୁ ହରାଇ ପାରିବେ ନାହିଁ। ସେଥିପାଇଁ ଯେବେ ଶ୍ରୀ କାର୍ତ୍ତିକେୟ 3 ଭୁବନ ଭ୍ରମଣ କରି ଫେରିଲେ, ସେତେବେଳକୁ ଶ୍ରୀ ଗଣେଶ ପିତାମାତାଙ୍କ ଚାରିପଟେ 7 ଥର ବୁଲେଇଥିଲେ ଏବଂ ନିଜର ବୁଦ୍ଧି ସାହାଯ୍ୟରେ ପିତାମାତାଙ୍କୁ ପ୍ରସନ୍ନ କରିଥିଲେ। ସିଏ ଏକଥା କହିଥିଲେ, ଏହି 3 ଭୁବନ ଠାରୁ ମଧ୍ୟ ପିତାମାତାଙ୍କର ପଦ ବଡ଼। ପିତାମାତା ସମଗ୍ର ସଂସାର ଠାରୁ ଉଚ୍ଚରେ। ସେଥିପାଇଁ ଯଦି ପିତାମାତାଙ୍କ ଚତୁଃପାର୍ଶ୍ୱରେ ପରିକ୍ରମା କରାଯାଏ, ତେବେ ଏହି 3 ଭୁବନ ପରିକ୍ରମା କରିବା ସହ ସମାନ। ଦର୍ଶକ ବନ୍ଧୁ, ଏହି ସଂସାରରେ ସମସ୍ତଙ୍କୁ ହରାଇ ହେବ ଯଦି ତୁମ ପାଖରେ ବୁଦ୍ଧିବଳ ଅଛି। ବୁଦ୍ଧିମାନ ମଣିଷ କିଛି ଗୁଣ ପାଇଁ ବୁଦ୍ଧିମାନର ପରିଚୟ ପାଇଥାଏ, ଅନ୍ୟଠାରୁ ଭିନ୍ନ ହୋଇଥାଏ। ବୁଦ୍ଧିମାନ ମଣିଷଙ୍କ ପାଖରେ ଏହି 15ଟି ଲକ୍ଷଣ ପରିଲିଖିତ ହୋଇଥାଏ। ବୁଦ୍ଧିମାନ ମଣିଷ ନିଜ ମନର ଭେଦ କାହା ପାଖରେ ପ୍ରକାଶ କରନ୍ତି ନାହିଁ, କାରଣ ଏମାନଙ୍କୁ ଏହା ଜ୍ଞାତ ଥାଏ କି ଆଜି ଯିଏ ଆମର ମିତ୍ର ହୋଇଅଛି, ସେ କାଲି କୌଣସି ପରିସ୍ଥିତି ପାଇଁ ଶତ୍ରୁ ମଧ୍ୟ ହୋଇଯାଇପାରେ। ସେଥିପାଇଁ ଏମାନେ ନିଜର ବ୍ୟକ୍ତିଗତ କଥା, ମନର ଭେଦ ଏବଂ କୌଣସି ଗୁପ୍ତ କଥା କାହା ପାଖରେ କୁହନ୍ତି ନାହିଁ। ବୁଦ୍ଧିମାନ ମଣିଷ ସମସ୍ତଙ୍କ ସହ ହିସାବରେ କଥା କୁହନ୍ତି ଏବଂ ସେମାନେ ଏଥିପାଇଁ ଏହା କରନ୍ତି କାରଣ ଏମାନେ ଜାଣିଥାନ୍ତି ସମସ୍ତଙ୍କ ପାଖରେ କିଛି ନା କିଛି ଶିଖିବାର ଅଛି। ବୁଦ୍ଧିମାନ ମଣିଷ କାହାକୁ ଛୋଟ ମନେ କରନ୍ତି ନାହିଁ, ବରଂ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି। ଯେପରି ଦରକାର ସମୟରେ ସମସ୍ତେ ତାଙ୍କ ସହ ରହିବେ। ଏହି ଗୁଣ ମଧ୍ୟ ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ ଦର୍ଶାଇଥାଏ। ଅହଂ କି ଗର୍ବଭାବ ନଥିବା ମଣିଷ କାହାକୁ କିପରି ବା ପସନ୍ଦ ନ ଆସିବ, ସେଥିପାଇଁ ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥାନ୍ତି। ବୁଦ୍ଧିମାନ ମଣିଷ କେବଳ ସଫଳତାରୁ ନୁହେଁ, ବରଂ ଅନ୍ୟର ବିଫଳତାରୁ ମଧ୍ୟ ଶିକ୍ଷା ନେଇଥାନ୍ତି କି ଆଗକୁ କେଉଁ ଭୁଲ କରିବେ ନାହିଁ ଯାହା ତାଙ୍କୁ ସଫଳତା ଦେଇପାରିବ। ଅଯଥା ଯୁକ୍ତି କରି ଝାମଲାରେ ଫସନ୍ତି ନାହିଁ। ଯେତିକି ଆବଶ୍ୟକ ସେତିକି କହି ଚୁପ୍ ରହିଯାଆନ୍ତି। ବୁଦ୍ଧିମାନ ମଣିଷ କେବେ କାର୍ଯ୍ୟ ପୂର୍ଣ୍ଣ ହେବା ପୂର୍ବରୁ କାହାକୁ ଜଣାନ୍ତି ନାହିଁ, କାରଣ ଏମାନେ କଥାରେ ନୁହେଁ ବରଂ କାମରେ ବିଶ୍ୱାସ ରଖନ୍ତି। ତାପରେ ବି ଆମ ସହ ମିଶୁଥିବା ସବୁ ଲୋକ ଆମର ମିତ୍ର ହୋଇନଥାନ୍ତି। କିଛି ଲୋକ ସାମ୍ନାରେ ନିଜର ହେବାର ନାଟକ କରନ୍ତି, କିନ୍ତୁ ଅସଲରେ ଆମର ଅମଙ୍ଗଳ ଚିନ୍ତା କରନ୍ତି। ଯଦି ସେମାନଙ୍କୁ ଆମ କାର୍ଯ୍ୟ ବିଷୟରେ ଜଣାପଡ଼େ, ତେବେ ସେମାନେ ନିଜର ପୂର୍ଣ୍ଣ ଚେଷ୍ଟା କରିବେ ଆମ କାର୍ଯ୍ୟକୁ ଭଣ୍ଡୁର କରିବା ପାଇଁ। ସେଥିପାଇଁ କେବେ ବି କୌଣସି କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ କାହାକୁ ଜଣାଇବା କଥା ନୁହେଁ। ବୁଦ୍ଧିମାନ ମଣିଷ ଗୁଜବ କଥାରେ ବିଶ୍ୱାସ କରନ୍ତି ନାହିଁ, କାହା କଥାକୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତି ନାହିଁ। ପ୍ରତ୍ୟେକଟି କଥାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥାନ୍ତି। କଥାର ସତ୍ୟତାକୁ ଠିକ୍ ସେ ଜାଣିବା ପରେ ହିଁ କୌଣସି ନିର୍ଣ୍ଣୟ ନେଇଥାନ୍ତି। ପ୍ରତ୍ୟେକଟି କଥାକୁ ମୂଳରୁ ଜାଣିବାକୁ ଚେଷ୍ଟା କରିଥାନ୍ତି। ବୁଦ୍ଧିମାନ ମଣିଷ ଫାଲତୁ ଲୋକଙ୍କୁ ତାଙ୍କ ଜୀବନରେ ସ୍ଥାନ ଦିଅନ୍ତି ନାହିଁ, କାରଣ ଏମାନେ ଲୋକଙ୍କ କାମକୁ ଦେଖି ତାଙ୍କ ସହ ସମ୍ପର୍କ ବାନ୍ଧନ୍ତି, କାହାର କଥାକୁ ଶୁଣି ନୁହେଁ।
बुद्धिमान मनीष निजर बुद्धि एवं ज्ञान को सठिक मात्रा व्यवहार करिथांती। जो कथा मूल्यहीन ताठारु दूरे हुई रही थांती। बुद्धिमान मनीष समय एवं धन को एणे तेणे खर्च करते नहीं, कारण एमानकु यह ज्ञात थाए कि समय चलीगले फेरब नहीं एवं धन चलीगले मिलिब नहीं। पुणी थरे परिश्रम करी धन अर्जन करिहेब, किंतु पुणी थरे परिश्रम रे समय निश्चय खर्च होइजिब। जेबे योजना हिसाब रे फल न मिले सेतेबेले बुद्धिमान मनीष केबे अन्य को न देखी निज भीतर को झांकी देखे, निज कर्म भितरे त्रुटि खोजबाकू चेष्टा करे। एमानकर यह विश्वास थाए कि चेष्टा जदि 99% भी थाए तेबे आउ 1% पाई तांको असफलता मिली परिबो। एमाने खर्चरे नुहे बरं संचय विश्वास रखती। कथारे अछि, पानी पीब छाणी पैसा रखिब गणी। पानी छाणी कि पियो कि न पियो, किंतु पैसा निश्चय जत्न रे रखिब। हिसाब ठीक ठाक रख। तुमर पद एवं मर्यादा पैसा ही अधिक बढ़ाई पारिब। पुओ हुओ कि झियो, लाभ क्षतिर हिसाब निश्चय करिक रख। केही जने सुंदर कथाटी कहिछि, जेउठी सूर्यर किरण थाए सेहीठारे प्रकाश थाए, सेहीपरि जेउठी प्रेमर भाषा थाए सेहीठारे ही परिवार थाए। किंतु बड़ कथा यह कि जेउठी टंकार अभाव देखाजिब सेठारे शांति केउठु बा आसिब। सेथिपाई अशांति वातावरण भितरे परिवार रे प्रेम केउठु बा आसिब। भाई, जो समय कटिगला ताकू छाड़, एबे जो समय अछि आप्राण परिश्रम करी जेपरी टंकार अभाव न हुए सेथि प्रति सजग रुह। ऋण करी गाड़ी किण नाही, पैसा रख, तापरे बिना सुधरे गाड़ी किण, किछि भी किण, किछि भी कर, सबु बिना टेंशन रे हेब। सेथिपाई जीवन सरल एवं सुविधार बंचिबाकू हेले पैसा निश्चय दरकार एवं बुद्धिमान मनीष प्रथमे पैसा को अधिक महत्व देई थांती, कारण से जानिछंती कि टंका थिले गारिमा थाए। निज विरुद्ध रे कुहा जाउथिबा कथा को बुद्धिमान मनीष नीरव रे सुनी थांती एवं इग्नोर करि थांती, कारण एमाने जानती कि सबु किछि सबु दिन पई रहिबो नाही। लोक भी बदली जाती, आउ लोकों कथा भी बदली जाए। बुद्धिमान मनीष मिछ भी कही थांती, हाँ यह सत्य अटे, किंतु मिछर व्यवहार सठिक ढंगरे करि थांती। जेपरि मिछ को लुचेबाकू जाई भविष्यत रे अधिक मिछ कहिबाकू न पड़िबो। मिछर सहारा केवल उन्नति पाई नहीं थांती, किंतु मिछर व्यवहार जीवन रे लगांती नहीं। सबुठारु बड़ कथा एवं शेष कथा मध्य जहाको एक कथा जना थाए केतेबेले कहिबा उचित एवं केतेबेले चुप रहिबा उचित, केते कहिबा उचित एवं केते नीरव रहिबा उचित, सीए ही प्रकृत रे बुद्धिमान मनीषर पदवाच्य। एहीपरि दरकारी वार्ता जहाँ आपण को बदलिबारे सहयोग करिवो, जहाँ आपण को उन्नति पथरे नहीं जीवो। एहीपरि भिडियो पाइबा पाई एबे ही सब्सक्राइब करनियंतु एवं भिडियोटी जदि भल लगी थाए तेबे लाइक टी निश्चय करि दियंतु। निजर मतामत कमेंट रे जणांतु। पुणी देखा हेबो आगामी भिडियो रे किछि नुआ वार्ता एवं किछि नुआ विचार को नै। से पर्यंत जय जगन्नाथ, जय श्री कृष्ण, धन्यवाद।